ଆଜି ଆମେ ଭାରତୀୟ ବ୍ୟାଙ୍କିଂ ଟେକ୍ନୋଲୋଜିରେ ଗୋଟେ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ କଥା ହେବା ଏଇ ଆଧାର ଆଧାରିତ ଏଟିଏମ୍ ବିଷୟରେ। ହଁ, ଏଇଟା ବେଶ୍ ଚର୍ଚ୍ଚାରେ ଥିଲା ସେତେବେଳେ। ଆମ ପାଖରେ ଯୋଉ ରିପୋର୍ଟଗୁଡ଼ିକ ଅଛି ସେଗୁଡ଼ିକ ମୁଖ୍ୟତଃ କହୁଛି ଆଧାର ଏଟିଏମ୍ ଡିସିବି ବ୍ୟାଙ୍କର ନୂତନତା। ତ ଆସନ୍ତୁ ଏହାର ଭିତରକୁ ଟିକେ ଯିବା, ଦେଖିବା କ'ଣ ଥିଲା ଏ କଥା। ନିଶ୍ଚୟ। ଏ ରିପୋର୍ଟଗୁଡ଼ିକରେ ଗୋଟେ କଥା ବାରମ୍ବାର ଆସୁଛି ଯେ ଡିସିବି ବ୍ୟାଙ୍କ ହିଁ ଭାରତରେ ପ୍ରଥମ ଥର ପାଇଁ ଆଧାର ବ୍ୟବହାର କରି ଚାଲୁଥିବା ଏଟିଏମ୍ ଆଣିଥିଲା। ଏଇଟା କେତେ ବଡ଼ କଥା ଥିଲା ସେ ସମୟ ପାଇଁ? ଦେଖନ୍ତୁ, ଏଇଟା ପ୍ରକୃତରେ ଗୋଟେ ବହୁତ ବଡ଼ ପଦକ୍ଷେପ ଥିଲା। ସେତେବେଳେ ଭାବନ୍ତୁ, ଚେଷ୍ଟା ଚାଲିଥିଲା କେମିତି ବ୍ୟାଙ୍କିଂ ସେବା ସମସ୍ତଙ୍କ ପାଖରେ ପହଞ୍ଚିବ, ଯାହାକୁ ଆମେ କହୁଛେ ଫାଇନାନ୍ସିଆଲ ଇନକ୍ଲୁଜନ। ହଁ, ସେଇଟା। ଆଉ ସେତେବେଳେ ବହୁତ ଲୋକଙ୍କ ପାଇଁ, ଖାସ୍ କରି ଗାଁ ଗହଳିରେ କିମ୍ବା ଯେଉଁମାନେ ପୁରୁଣା ବ୍ୟାଙ୍କିଂ ସିଷ୍ଟମ ସହ ଏତେ ପରିଚିତ ନଥିଲେ, ସେମାନଙ୍କ ପାଇଁ ଏଟିଏମ୍ ପିନ୍ ମନେ ରଖିବା ବା ତାକୁ ବ୍ୟବହାର କରିବା ସେଇଟା ଗୋଟେ ପ୍ରକାରର ଆହ୍ୱାନ ଥିଲା। ଓହୋ, ଅର୍ଥାତ୍ ଖାଲି କାର୍ଡ ଆଉ ପିନ୍ ଉପରେ ଯୋଉ ନିର୍ଭର କରିବାକୁ ପଡୁଥିଲା ସେଇଟା କିଛି ଲୋକଙ୍କ ପାଇଁ ଅସୁବିଧା କରୁଥିଲା। ହଁ, କିଛି ମାତ୍ରାରେ ତ ନିଶ୍ଚୟ। ସବୁବେଳେ ପିନ୍ ମନେ ରଖିବା ଠିକ୍। ତ ଏହି ସମସ୍ୟାର ସମାଧାନ ପାଇଁ ଗୋଟେ ନୂଆ ଟେକ୍ନୋଲୋଜି ଦରକାର ଥିଲା। ଆଉ ସେହି ସମୟରେ ଆଧାର ଗୋଟେ ୟୁନିଭର୍ସାଲ ଆଇଡେଣ୍ଟିଟି ଭଳି ଆସୁଥିଲା, ଯେଉଁଥିରେ ବାୟୋମେଟ୍ରିକ୍ ତଥ୍ୟ ଥିଲା, ଆଙ୍ଗୁଠି ଚିହ୍ନ, ଆଖିର ସ୍କାନ୍। ହଁ, ସେଇଟା ତ ଆରମ୍ଭ ହଉଥିଲା ସେତେବେଳେ। ହଁ, ଆଉ ଡିସିବି ବ୍ୟାଙ୍କ ଏହି ସୁଯୋଗଟାକୁ ଦେଖିଲା। ସେମାନେ ଏହାକୁ ବ୍ୟବହାର କରିବାକୁ ଭାବିଲେ। ଆଚ୍ଛା, ତେବେ ଡିସିବି ବ୍ୟାଙ୍କର ଏଇ ଆଧାର ଏଟିଏମ୍ କେମିତି କାମ କରୁଥିଲା? ନୂଆ କ'ଣ ଥିଲା ସେଥିରେ? ଯାହା ରିପୋର୍ଟରୁ ଜଣାପଡ଼ୁଛି, ଏହି ଏଟିଏମ୍ ଗୁଡ଼ିକରେ ଆପଣଙ୍କୁ କାର୍ଡ ଦରକାର ନଥିଲା। କାର୍ଡଲେସ୍ ଅପରେସନ୍। କାର୍ଡ ଦରକାର ନଥିଲା? ନା, ଗ୍ରାହକ କେବଳ ନିଜର ଆଧାର ନମ୍ବର ଦେବେ ଆଉ ଆଙ୍ଗୁଠି ଛିନ। ହଁ, ଫିଙ୍ଗରପ୍ରିଣ୍ଟ। ମେସିନ୍ ସେହି ବାୟୋମେଟ୍ରିକ୍ ଡାଟାକୁ ଆଧାର ଡାଟାବେସ୍ ସହ ମିଳାଇବ। ଯଦି ମ୍ୟାଚ୍ କଲା, ତାହେଲେ ପରିଚୟ ପକ୍କା ହେଲା। ତାପରେ ଆପଣ ଟଙ୍କା କାଢ଼ିପାରିବେ। ବାଃ, ଏଇଟା ତ ପୁରା ଅଲଗା ସିଷ୍ଟମ, ପେନ୍ ବଦଳରେ ଫିଙ୍ଗରପ୍ରିଣ୍ଟ। ଏକଦମ। ଏଇଟା ପିନ୍ ଆଧାରିତ ସୁରକ୍ଷାଠୁ ପୁରା ଅଲଗା ଥିଲା। ଏହା ତ ବହୁତ ଭଲ କଥା। ତାମାନେ ଯେଉଁମାନେ ପିନ୍ ମନେ ରଖିପାରୁନଥିଲେ କିମ୍ବା କାର୍ଡ ବ୍ୟବହାରରେ ଟିକେ ଅସୁବିଧା ଭୋଗୁଥିଲେ, ସେମାନଙ୍କ ପାଇଁ ବ୍ୟାଙ୍କିଂଟା ସହଜ ହେଇଗଲା ନା? ନିଶ୍ଚିତ ଭାବରେ। ଏହାକୁ ଆମେ କହିପାରିବା ବ୍ୟାଙ୍କିଂ ସେବାରେ ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ଦିଗରେ ଗୋଟେ ପ୍ରଥମ ବଡ଼ ପଦକ୍ଷେପ, ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ବି ଥିଲା। ଏଇଟା ଦେଖେଇଲା ଯେ ଆମର ଜାତୀୟ ପରିଚୟ ବ୍ୟବସ୍ଥା ଆଧାର, ତାକୁ ଦେଶର କୋର୍ ବ୍ୟାଙ୍କିଂ ଇନଫ୍ରାଷ୍ଟ୍ରକ୍ଚର ସହିତ କେମିତି ଭଲ ଭାବରେ ଯୋଡ଼ା ଯାଇପାରିବ। ଆଉ ରିପୋର୍ଟଗୁଡ଼ିକ ତ କହୁଛି ଯେ ଡିସିବି ବ୍ୟାଙ୍କ ଏଥିରେ ପ୍ରଥମେ ବାଟ ଦେଖେଇଲା, ଗୋଟେ ଉଦାହରଣ ତିଆରି କଲା। କିନ୍ତୁ ଯେକୌଣସି ନୂଆ ଟେକ୍ନୋଲୋଜି ଆସିଲେ କିଛି ତ ଅସୁବିଧା ଆସେ ଆରମ୍ଭରୁ। ଚ୍ୟାଲେଞ୍ଜେସ୍ ତ ଥାଏ। ସେ ବିଷୟରେ କିଛି ସୂଚନା ଅଛି କି ଏ ରିପୋର୍ଟଗୁଡ଼ିକରେ? ଯେମିତିକି ଏଇ ଟେକ୍ନୋଲୋଜି ସେଟଅପ୍ କରିବାରେ କିଛି ଅସୁବିଧା ହେଲା କିମ୍ବା ଲୋକଙ୍କୁ ବୁଝେଇବାରେ, ବ୍ୟବହାର ଶିଖେଇବାରେ? ହଁ, ସେ ବିଷୟରେ କିଛି ତ ଇଙ୍ଗିତ ମିଳୁଛି। ଦେଖନ୍ତୁ, ଯେକୌଣସି ଫାର୍ଷ୍ଟ ଆଟେମ୍ପ୍ଟ ପରି ଏଥିରେ ବି କିଛି ଟେକ୍ନିକାଲ କୋଅର୍ଡିନେସନ୍ ଦରକାର ପଡ଼ିଥିବ ନିଶ୍ଚୟ। ଯେମିତିକି ଏଟିଏମ୍ର ହାର୍ଡୱେୟାର, ସଫ୍ଟୱେୟାର, ତା ସାଙ୍ଗକୁ ଆଧାର ଅଥେଣ୍ଟିକେସନ୍ ସିଷ୍ଟମ, ଏସବୁକୁ ସ୍ମୁଥ୍ ଭାବେ ଯୋଡ଼ିବା। ହଁ, ସେଇ ଇଣ୍ଟିଗ୍ରେସନଟା। ହଁ, ଆଉ ଗୋଟେ କଥା ହେଲା, ଲୋକଙ୍କ ଭିତରେ ଗୋଟେ ନୂଆ ସିଷ୍ଟମକୁ ଗ୍ରହଣ କରିବାକୁ ଟିକେ ସମୟ ଲାଗେ। ହୁଏତ ପ୍ରଥମେ କିଛି ସନ୍ଦେହ ଥାଇପାରେ କିମ୍ବା ଅଭ୍ୟସ୍ତ ହେବାକୁ ଟିକେ ଟାଇମ୍ ଲାଗିବା ସ୍ୱାଭାବିକ। ରିପୋର୍ଟଗୁଡ଼ିକ ଏମିତି କିଛି ବଡ଼ ସମସ୍ୟା ବିଷୟରେ ସିଧା କହୁନି, କିନ୍ତୁ ଏଇଟା ବୁଝାପଡ଼ୁଛି ଯେ ଏହା ଗୋଟେ ଗ୍ରାଜୁଆଲ ପ୍ରୋସେସ୍ ଥିଲା। ବୁଝିଲି। ତବେ ମୋଟାମୋଟି ଭାବେ ଯଦି ଦେଖିବା, ଆମ ପାଖରେ ଯାହା ସୂଚନା ଅଛି ସେଇ ଅନୁସାରେ ଡିସିବି ବ୍ୟାଙ୍କର ଏଇ ପଦକ୍ଷେପ ହିଁ ଭାରତରେ ଆଧାର ଏନେବଲ୍ଡ ଏଟିଏମ୍ ସେବାର ମୂଳଦ୍ୱାର ପକେଇଥିଲା। ହଁ, ଏଇଟା ହିଁ ମୁଖ୍ୟ କଥା। ଏହା ହିଁ ସାର୍। ଯଦି ଆମେ ଏହାକୁ ଗୋଟେ ବଡ଼ ଚିତ୍ରରେ ଦେଖିବା, ତେବେ ଏହା ଖାଲି ଗୋଟେ ନୂଆ ପ୍ରକାରର ଏଟିଏମ୍ ନଥିଲା, ବରଂ ଏହା ଥିଲା ଡିଜିଟାଲ ପରିଚୟକୁ, ଡିଜିଟାଲ ଆଇଡେଣ୍ଟିଟିକୁ ଆର୍ଥିକ ସେବା ସହ ଯୋଡ଼ିବାର ଗୋଟେ ବହୁତ ପ୍ରାରମ୍ଭିକ ଆଉ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହଁ, ସେଇଟା ତ ବହୁତ ବଡ଼ କଥା। ଆଉ ଏଇଟା ପରବର୍ତ୍ତୀ ସମୟରେ ଆସିଥିବା ଅନେକ ଫିନ୍ଟେକ୍ ଇନୋଭେସନ୍ ପାଇଁ ବାଟ ଖୋଲିଥିଲା ବୋଲି କହିହେବା। କିନ୍ତୁ ଏଠି ଗୋଟେ ପ୍ରଶ୍ନ ବି ଆସୁଛି ମନକୁ, ଯାହା ଆହୁରି ଭାବିବାର କଥା। କ'ଣ? ଯେହେତୁ ଏହା ଦେଶର ପ୍ରଥମ ଏଭଳି ଏଟିଏମ୍ ବୋଲି କୁହାଯାଉଛି, ସେତେବେଳେ ଲୋକମାନେ କେମିତି ରିଆକ୍ଟ କରିଥିବେ? ପୁରୁଣା ପିନ୍ ବ୍ୟବସ୍ଥା ଛାଡ଼ି ନିଜ ଆଙ୍ଗୁଠି ଚିହ୍ନ ଦେଇ ଟଙ୍କା କାଢ଼ିବାକୁ କେତେ ସହଜରେ ଗ୍ରହଣ କରିଥିବେ? ହଁ, ସେଇଟା ଜାଣିବା କଥା। ୟୁଜର ଏକ୍ସପିରିଏନ୍ସ କେମିତି ଥିଲା ପ୍ରକୃତରେ? ହଁ, ସେ ସମୟର ବାସ୍ତବ ଗ୍ରାହକ ଅନୁଭୂତି କିପରି ଥିଲା, ତାହା ଆହୁରି ଅଧିକ ଅନୁଶୀଳନର ବିଷୟ। ଏହା ଉପରେ ଆଉ ଟିକେ ଖୋଜିବାକୁ ପଡ଼ିବ।